ଜୟ ଜଗନ୍ନାଥ। ଗୋଟେ ରେକର୍ଡିଂ ପକଉଛି ଶୁଣି ସାରନ୍ତୁ ମୁଁ କହୁଛି। हेलो ଓଲା କ୍ୟାବ୍ କହୁଥିଲେ। ହ୍ୟାଲୋ, बाइक ଅଛି ନା କ୍ୟାବ୍ ଅଛି? ଏଇଟା କଣ ଦରକାର ଥିଲା? ବାଇକ୍ ଦରକାର ଥିଲା। ଏଇଟା ସାଇକେଲ ହେଇଯାଇଛି ଆପଣଙ୍କର। ଯିବେ ପେଡାଲ ନା ମାରିବେ, ନା ବସିବି ମୁଁ, ଆପଣ ଚଲେଇବେ ପେଡାଲ ମାରିକି। ଆପଣ କାର ବୁକିଂ କରି ବାଇକ୍ ଅଛନ୍ତି, ବୁକିଂ କରୁଛନ୍ତି, ଜାଣିପାରୁନାହାନ୍ତି ଆପଣ? ଆଇଲେ ଭାଇ ତମେ ବୁକିଂ କରି ଆମ ହଇରାଣ କରୁଛ, କିଛି କାମ ନାହିଁ ଆପଣଙ୍କର। ନା ନାଇଁ ବାଇକରେ ମୁଁ ସିଲେକ୍ଟ କରିଛି। ବାଇକ୍ ସିଲେକ୍ଟ କରିବେ, କାର ହେଇଯାଇଛି ଭାଇ, ଏଇଟା ଏସି କାର। ପ୍ରାଇଜ ବି ଦେଖେଇଥିବ, ଆପଣ ଜାଣିଥିବେ ଏତେ ଟଙ୍କା ଦେଖେଇଛି ମାନେ କ୍ୟାବ୍ ହେଇଛି ବୋଲି। ଶୁଣିଲେ, କଷ୍ଟମର କିଛି ଯୋଉମାନେ ଆପ୍ ବିଷୟରେ ପ୍ରାୟ ଜାଣିନାହାନ୍ତି ସେଇମାନେ ମନ ଇଚ୍ଛା ବୁକିଂ କରିଦଉଛନ୍ତି, ଯୋଉଟା କି ଆମେ ଫେସ୍ କରୁଛୁ, ହଇରାଣ ହଉଛୁ। ବୁକିଂ କରିଦଉଛନ୍ତି, ଆମେ ତାଙ୍କ ପାଇଁ ପହଞ୍ଚିଲା ବେଳକୁ 2 କିଲୋମିଟରରେ କହୁଛନ୍ତି ଆମେ ବୁକିଂ କରିଥିଲୁ ବାଇକ୍ ନହେଲେ ଅଟୋ, ଏଇ ଟାଇପ୍ର ବୁକିଂ। କାର ପ୍ରାଇସ୍ ଅଲଗା, ଅଟୋ ପ୍ରାଇସ୍ ଅଲଗା, ବାଇକ୍ ର ପ୍ରାଇସ୍ ଅଲଗା। ତାଙ୍କ ପାଖରେ ପହଞ୍ଚିଲା, ସେମାନେ ଫୋନ୍ କରି ତାଙ୍କ ପାଖରେ ପହଞ୍ଚିଲା ବେଳକୁ ସେମାନେ କହିବେ ଆମେ ବୁକିଂ କରିଥିଲୁ କଣ ବାଇକ୍। ଛାଡ, ସେ ଗଲା। ଆଜି ତ ଜାଗର ତ ବୁକିଂ କିଛି ତ ହବନି ମୁଁ ଜାଣିଛି। ଏବେ ଯାହା ମର୍ଣ୍ଣିଂରେ ଯାହା ଟିକେ ଟିକେ ହବ, ସେକେଣ୍ଡ ହାଫ୍ ଜମା ହବନି, କାହିଁକିନା ଇଣ୍ଡିଆର ପାକିସ୍ତାନ ଆଜି ମ୍ୟାଚ୍ ଅଛି। ତେଣୁକରି ଆଜି ତ ବେପାର ହବନି, ଯାହା 12ଟା 1 ଯାଏଁ ବେପାର କରିଦବା। ଅଲରେଡି ସକାଳ ହେଇଗଲାଣି 800,000 ଟଙ୍କା ହେଇଗଲାଣି, ବର୍ତ୍ତମାନ 8ଟା 9ଟା ଭିତରେ ହେଇଗଲାଣି। କିନ୍ତୁ ଦେଖ, ଆଉ ତ ମୁଁ ପ୍ରାଇସ୍ ଦେଖୁନି କି ଆଉ ଭିଡ଼ିଓ ପକଉନି, ଯୋଉ ବୁକିଂର ଭିଡ଼ିଓ ପକଉନି, ଆଉ ପ୍ରୋବ୍ଲେମ୍ ହେଉଛି। ବହୁତ ପିଲା ହଇରାଣ ହେଉଛନ୍ତି, ଯୋଉ ନୂଆ ପିଲା ଆମ ଭିଡ଼ିଓ ଦେଖି ଗାଡ଼ି ଆଣୁଛନ୍ତି, କାରଣ ବୁକିଂ ନହେଲା ବେଳକୁ ସେ ବହୁତ ମାନେ ଆମକୁ କହୁଛନ୍ତି ମୁଁ ପକଉନି, ବୁକିଂ ଭିଡ଼ିଓ ପକଉନି। ଯିଏ ମାନେ ପକେଇବାର ଅଛନ୍ତି ପକାନ୍ତୁ, ମୋର ଆଉ ବୁକିଂ ଆଉ ଯୋଉ ବିଜନେସ୍ର ଭିଡ଼ିଓ ପକେଇବାର ନାହିଁ। କାହିଁକିନା ସେମାନେ ଜାଣିପାରନ୍ତି ଆମେ 10 ବର୍ଷ ହେଲା ଚଲେଇଲୁ, ଯାହା ବି ତମ ମାନଙ୍କର ବୁକିଂ ଆମର ଟିକେ ଅଧିକା ରହିବ। ତାଙ୍କର ବୁକିଂ ଭାଇ ମତେ ହଇରାଣ କଲେ, ଭାଇ କାହିଁ ବୁକିଂ ଆମର ହଉନି, କୋଉଠି ଗଲେ ବୁକିଂ ହବ। ମୁଁ ଆଉ ସେ ପକେଇଲିନି, ବନ୍ଦ କରିଦେଲି। ଚାଲ ଜୟ ଜଗନ୍ନାଥ।